ଆଜିର ବିଷୟ ହେଲା ଅନେକ ଜନ୍ମ ତପ କରି ଏବେ ହୋଇଲେ ଗୋପନାରୀ। ଭଗବାନ ରାମଚନ୍ଦ୍ର ଯେତେବେଳେ ବନବାସ ଯାଇଥିଲେ ସେତେବେଳେ ମୁନି ଋଷି ମାନେ ସେ ଜଙ୍ଗଲରେ ତପସ୍ୟା କରୁଥିଲେ। ରାମଚନ୍ଦ୍ରଙ୍କୁ ଦେଖିକିରି ମୁନି ଋଷି ମାନେ ଭାବିଲେ ଏଭଳିଆ ପୁରୁଷ ଆମେ କେବେ ଦେଖିନୁ, ଇଏ ନିଶ୍ଚୟ ଭଗବାନ। ଏଣୁ ତାଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହେଲେ, ଏତେ ଉଜ୍ଜଳ କାନ୍ତି ବିଶିଷ୍ଟ ପୁରୁଷ। ତାଙ୍କ ପାଖରେ 2 ଜଣ ଲୋକ ଅଛନ୍ତି, ଜଣେ ସୀତା ଠାକୁରାଣୀ ଆଉ ଜଣେ ଲକ୍ଷ୍ମଣ। ସେ 2 ଜଣ ସେବା କରୁଛନ୍ତି। ସାଧୁ ସନ୍ତଙ୍କର ଇଚ୍ଛା ହେଲା ଆମେ ଯଦି ତାଙ୍କ ପାଖରେ ରହିକି ସେବା କରନ୍ତୁ ତାହେଲେ ଆମକୁ ଶାନ୍ତି ଲାଗନ୍ତା। ତେଣୁ ଦଳେ ଲୋକ ଶାଢୀ ପିନ୍ଧିଲେ, ଦଳେ ଲୋକ ଧୋତି ପିନ୍ଧିଲେ। ଗଛ ଆଢୁଆଳରେ ଲୁଚି ଲୁଚିକି ରାମଚନ୍ଦ୍ରକୁ ଦର୍ଶନ କଲେ। ଏହି ସମୟରେ ସୀତା ଠାକୁରାଣୀ ରାମଚନ୍ଦ୍ରକୁ ପଚାରିଲେ, ହେ ଆର୍ଯ୍ୟ ପୁରୁଷ, ଏମାନେ କିଏ? ନା ଏମାନେ ଆର୍ଯ୍ୟ ଋଷି। ଏଇ ଆଶ୍ଚର୍ଯ୍ୟ ପୋଷାକ ପିନ୍ଧିଛନ୍ତି, ଶାଢୀ ପିନ୍ଧିଛନ୍ତି, ମୁହଁରେ ଦାଢି ଅଛି, ଏ କି ପ୍ରକାର ପୋଷାକ? ନା ସେ କଥା ନୁହେଁ, ତମେ 2 ଜଣ ମୋ ସେବା କରିବା ପାଇଁ ପାଖରେ ଅଛ। ତମ 2 ଜଣଙ୍କୁ ଦେଖିକିରି ତାଙ୍କର ମନ ହେଇଛି ମୋ ସେବା କରିବା ପାଇଁ। ସୀତାଙ୍କ ପରି ଦଳେ ଶାଢୀ ପିନ୍ଧିଛନ୍ତି, ଲକ୍ଷ୍ମଣଙ୍କ ପରି ଦଳେ ଧୋତି ପିନ୍ଧିଛନ୍ତି। ଏଇ ଲୋଭ ତାଙ୍କର ହେଇଛି, ମତେ ସେ ଦେଖିକି ଲୋଭ କରିଛନ୍ତି। ସୀତା ଠାକୁରାଣୀ କହିଲେ, ତାଙ୍କୁ ଆଶୀର୍ବାଦ କର, ଯଦି ତାଙ୍କର ଇଚ୍ଛା ହେଇଛି ସେବା କରିବା ପାଇଁ, କହିଲେ ସେ ଏବେ ଆଉ ସେବା କରିପାରିବେ, ପରଜନ୍ମରେ ସେବା କରିବେ। ପରଜନ୍ମରେ ମୁଁ ଗୋଟିଏ ରୂପ ଧାରଣ କରିବି। ସେ ରୂପଟା ନାଁ ହଉଛି ମୋହନ ରୂପ। ସେଟା ଦ୍ୱାପର ଯୁଗର ଘଟଣା। ଦ୍ୱାପର ଯୁଗରେ ମୁଁ ମୋହନ ରୂପ ହେବି, ଏମାନେ ସବୁ ଗୋପୀ ଗୋପାଳ ହେବେ, ଆଉ ଏମାନେ ସବୁ ମୋ ସେବା କରିବେ। ତାପରେ ସୀତା ଠାକୁରାଣୀ କହିଲେ, ସେ ରୂପ ମତେ ଟିକେ ଦେଖାଅ। ରାମଚନ୍ଦ୍ର ତୀରଭୁନରେ ଯେ ଗୋଟେ ମୋହନ ରୂପ ଆଙ୍କିଥିଲେ, ଯୋଉ ରୂପଟା ଦେଖିକି ସୀତା ଠାକୁରାଣୀ ଖୁସି ହେଲେ। ଯୋଉ ମୋହନ ରୂପ ଏବେ ପୂଜା ପାଉଛନ୍ତି ଆମ ରେମୁଣା ଗୋପୀନାଥ, ସେଟା ତୃତୀୟ ଯୁଗର ମୋହନ ରୂପ। ଯୋଉମାନେ ରାମଚନ୍ଦ୍ରଙ୍କୁ ଲୋଭ କରୁଥିଲେ, ସେଇମାନେ ଗୋପୀ ଗୋପାଳ ହେଇକରି ଦ୍ୱାପର ଯୁଗରେ କୃଷ୍ଣଙ୍କ ଚାରି ପାଖରେ ଗୀତ ଗାଉଥିଲେ, ନାଚୁଥିଲେ, ତାଙ୍କ ସହିତ ଖେଳୁଥିଲେ, ପାଖରେ ସାହାଯ୍ୟ କରୁଥିଲେ, ଗୀତ ଗାଉଥିଲେ ଇତ୍ୟାଦି। ଏଇ ହଉଛି ଜନ୍ମ ଜନ୍ମାନ୍ତରର ସମ୍ବନ୍ଧ। ଅର୍ଥାତ ଭଗବାନଙ୍କୁ ଲୋଭ କରିକିରି ପୁଣି ଜନ୍ମ ହେଇକିରି ଭଗବାନଙ୍କ ସେବାରେ ସେମାନେ ରହିଛନ୍ତି। ଆମେ ବି ଯଦି ଲୋଭ କରନ୍ତେ, ଆମେ ବି ସେଇ ଭଗବାନଙ୍କ ସହିତ ଲୀଳା କରିବାରେ ଲୀଳା ସଙ୍ଗୀ ହେଇପାରନ୍ତେ। ଜୟ ଶ୍ରୀକୃଷ୍ଣ।